ତୁମେ ରକ୍ଷା ନ କଲେ ମୁଁ ରସାତଳ ହେଲି ସିନା। କି ବୁଦ୍ଧି କରିବି କେଣିକି ଯିବି, ମୁହୂର୍ତ୍ତ ଦୁଃଖ କାହାକୁ କହିବି, ନିଶ୍ଚେ ଛାଡ଼ିବି ସଂସାର ଧାରଣ, ଧାତା ମତେ ମୋର ଖିଲେ ଶରଣ, ନାହିଁ ଅନ୍ୟ ଗତି, ନାହିଁ ଅନ୍ୟ ଗତି, আজ শূন্য হে ভব সুম। ইলে প্রবর ধর্ম পথ নাশ কলে সকল, সাধু ମାନଙ୍କୁ দিলে কোষণ, অতি অনীতি দুষ্ট করণ, হে কমলা সন, হে কমলা সন, বেଳୁ ବେଳ ଦୁଃଖ ସୁସହଜାନ। ପାଦ ଭାରାକୁନ ପାରଇ ସହି, ତୋର ହରଇ କମ୍ପେ ମୋ ଦେହି, ମୁଖରୁ ରୁଧିର ହେଲା ବାହାର, ମୋ ବିକଳ ଦେଖ ହେବେ ଡବର, ମୁଁ ସରିଲି ଆସି, ମୁଁ ସରିଲି ଆସି, ରକ୍ଷା କରବାରେ ଗଲିଟି ଭାସି। ବସছে ଆଉ କ୍ରନ୍ଦନ କରନା, ଆସ ସମସ୍ତ ଅମରଙ୍କୁ ଘେନି କ୍ଷୀରାବ୍ଧି ତଟରେ ଶ୍ରୀ ଶ୍ରୀ ଭଗବାନଙ୍କୁ ଦୁଃଖ ଜଣେଇବା। ଚାଲ ପ୍ରଭୁ।
পাপ তাপ নাশন গাতা সংসার করতা প্রভু মোক্ষদায়ক হে গতি দাতা সংসার করতা আর্তত্রাণ গজেন্দ্র মোক্ষণ হে পাপ তাপ নাশন সহংস হে প্রভু মোক্ষদায়ক হে সুর নর নাগ কিন্নর যক্ষরক্ষ হে কালনর বিশ্বপালক হে প্রভু মোক্ষদায়ক হে জনার্দন পতিত পাবন হে বনমাল ভূষণ হে সুর নর নাগ কিন্নর দয়াকর হেলা দূষণ দেবগণে কি নিমন্তে আগমন তব প্রভু কংসর অত্যাচার সহি ন পারে। কিম পাই চিত্তরে তুমে করুছ সংশয় আদয় জানই মুনি সকল বিষয় আগরু জানই সকল বিষয় পুরাপুর সংহার করিলি হে মুনি পঞ্চমণ্ডଳରେ মধুপুরে জাত ই মঞ্চমণ্ডল পুরে গাত হই জাত হইলি দেবকী গর্ভরে বঢ়িলি কুপতে যাই নন্দন মন্দিরে হে পঢ়িলি যাই নন্দর মন্দিরে দেবে সকল দেবতায়ে
ଭଗ୍ନିପତି, ଏହା ମୋ ପକ୍ଷରେ ଅତି ସାମାନ୍ୟର କଥା। ଓ ଭଳି ବୀର ଯେଉଁ ଯେଉଁ କାର୍ଯ୍ୟମାନ କରିଛନ୍ତି ତାହା ଶୁଣିଲେ ତୁମେ ଚମତ୍କୃତ ହେବ। ଯୁଦ୍ଧ ବିଦ୍ୟା ଆମର ଦେଖି ନାହ, ସ୍ୱର୍ଗର ରାଜା ଇନ୍ଦ୍ର ପଦକୁ ମୁଁ ନିମିଷକ ମଧ୍ୟରେ ଚଢ଼ାଇ ଆଣିପାରେ। ତେବେ ତ ତୁମ୍ଭେ ତ୍ରିପୁର ବିଜୟୀ ହେଲା ପ୍ରାୟ। ମୁଁ ତ୍ରିପୁର ବିଜୟୀ ବୀର କଂସାସୁର। ବର୍ତ୍ତମାନ ଦେଖ, ମୋ ରଥ ସଞ୍ଚାଳନ ହେତୁ ପବନ ଦେବ କିପରି ଧୀରେ ଧୀରେ ବହିବାରେ ଲାଗିଛନ୍ତି। अरे अज्ञानी अरे अरे दुष्ट हिन बुढ़ कंसासुर एड़े गर्व गरिमा हुंकार कर दर्प सह दाहार के बाहु अचुरथ दाहार जन्म हेब जौ गुणी सुन अष्टम गर्भरे जन्म होई न सकते विनाश करिब निश्चय अति अलभते। କି ଶବ୍ଦ ଶୁଣା ଯାଉଛି ଦେବକୀ? ସେ ମୋର ବୈରୀ, ସେ ପୁଣି ଜାତ ହବ ମୋରି ଗର୍ଭରେ। ଏଇକ୍ଷଣି ମୁଁ ତାର ପ୍ରାଣ ବିନାଶ କରିବି। ସମ୍ଭାଳ ବୀରମଣି। ଭାଇ ମତେ ରକ୍ଷା କର, ମୁଁ ତୁମ୍ଭର ଦୋଷୀ ନୁହଁ। ଶୁଣ ବୀରମଣି, ନମାର ଭଗିନୀ ଏତ ନୁହେଁ ଦୋଷକାରୀ ବିଭା ମହୋତ୍ସବ କାଳେ ଅନୀତି କର୍ମ କଲେ ଦଣ୍ଡଧାରୀ। ଫଳ ହେବ ନାହିଁ ଜାଣ, କଥା ସଂସାରେ ହେବ ଦୂଷଣ। ଫଳ ହେବ ନାହିଁ ଜାଣ, तथा संसार মোলে নর্গ গতি পাইবাতি অন্ত কালে যেতে পুণ্য ফল হইব বিফল চন্দলভি জমালে। পরা তুম্ভ ভগিনী
ବାହୁରେ ଗଣିଏ ଏହାର ଗର୍ଭେଜ ଜନମ ହୋଇବ ସେ ମତେ ମାରିବ ପୁଣିଏ ଏ ତ ମୋହର ବୈରୀ ୟାକୁ ନିଶ୍ଚୟ ମାରିବି ମୁହିଁଏ ଏ ତ ମୋହର ବୈରୀ ପଛକୁ ନଥିବ କଳିଏ ଦେବଙ୍କ ସଙ୍ଗରେ କିମ୍ବାଇ ବିବାଦ ଯାଉ ଏ ପାପିଷ୍ଠା ବାଳିରେ ଛାଡ଼ ଛାଡ଼ ମୋର କର ବସୁ ଦେବ ତୁ ଶତ୍ରୁ ମୋହରରେ ଛାଡ଼ ଛାଡ଼ ମୋର କର ଶୁଣ ଆହେ ନୂର୍ପରାଣ ଯଦି ପ୍ରତେ ହୁଏ ଏହା ସୁତ ସିନା ତୁମ୍ଭଙ୍କୁ ମାରିବ ଏହୁ ତ ବୈରୀ ନୁହେଁ କହୁଛି ଯେ କି ମୋର ବୈରୀ ତାକୁ ଜନ୍ମ ହେବା ମାତ୍ରେ ମୋ କୋଳରେ ସମର୍ପଣ କରିଦେବ ବୋଲି କହୁଛି ଯାଅ ତୁମ୍ଭେ ତୁମ୍ଭପୁରକୁ ଫେରି ଯାଅ କିନ୍ତୁ ମନେ ରଖ ବସୁଦେବ ଜନ୍ମ ହେବା ମାତ୍ରେ ଯଦି ମୋ କୋଳରେ ସମର୍ପଣ କରି ଦେଇଯିବ ଏ ଦୈତ୍ୟ ସମ୍ରାଟ ତୁମ୍ଭର ପ୍ରାଣ ବିଳାସ କରିବ ମନେ ରଖିଥାଅ ভজ রাম কৃষ্ণ হরি রে মনুয়া ভজ রাম কৃষ্ণ হরি অনন্ত অচ্যুত কঙ্গন অনন্ত অচ্যুত
ଯାଉଛି କଂସକୁ ଚାଟ କରାଇବି। ସେ ଯେପରି ଦେବକୀ ବସୁଦେବ ପ୍ରତି ବୈରତା ଭାବ ରଖି ବନ୍ଦୀ ନାରାୟଣ ନାରାୟଣ ଯାଉଛି କଂସକୁ ଚାଟ କରାଇବି। ବନ୍ଦୀଶାଳରେ ଆବଦ୍ଧ କରି ରଖିବ। ଭକ୍ତବର ବସୁଦେବ ଭକ୍ତିମତୀ ଦେବକୀ କଷଣ ନ ପାଇଲେ ଭଗବାନ ଶୀଘ୍ର ଅବତାର ଗ୍ରହଣ କରିବେ ନାହିଁ। ସେହିଭଳି ଉପଦେଶ ଛଳେଇ କହି ଆସିବି। ଯାଏ ଶୀଘ୍ର। କଂସର ମତି ଯେପରି ଅନ୍ୟ ଆଡ଼କୁ ଧାପିତ ହେବ ସେହିଭଳି ମନ୍ତ୍ରଣା ଛଳେଇ କହି ଆସିବି। ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ। ଛାତ୍ର ମନ୍ତ୍ରୀଗଣ, ମୁଁ ଦେବକୀ ବସୁଦେବଙ୍କ ପ୍ରତି ଯାହାକି ପ୍ରକୃତ ଥିଲି, ବର୍ତ୍ତମାନ ମୁଁ ସେଥିରୁ କ୍ଷାନ୍ତ ଅଛି। ବର୍ତ୍ତମାନ ଭଗ୍ନୀ ଆଉ ଭଗ୍ନୀପତି ଏମାନେ ମୋହର ଶତ୍ରୁ ନୁହନ୍ତି। ତାଙ୍କର ଅଷ୍ଟମ ଗର୍ଭ ସନ୍ତାନ ହେଉଛି ଘୋର କାଳ ଶତ୍ରୁ। ଏହି ବିଚାରରେ ମୁଁ ସେ ଦୁହିଁଙ୍କୁ ସ୍ୱାଧୀନତା ଦେଇ ଆସିଅଛି। ମାତ୍ରେ ବସୁଦେବ ନିଜେ ଆସି ତାର ଜନ୍ମିତ ଛୁଆକୁ ମୋ କୋଳରେ ସମର୍ପଣ କରି ଦେଇଯିବ। ମହାରାଜ ଏହା କାହିଁକି କଲେ? ସେ ଦୁଇ ଜଣଙ୍କୁ ଏହି ସମୟରେ ବନ୍ଦୀଶାଳରେ ଆବଦ୍ଧ କରି ରଖିଥିଲେ ଭଲ ହେଇଥାନ୍ତା ମହାରାଜ। ନାରାୟଣ ନାରାୟଣ ଆଗମନ ଆଉ ସବୁ କୁଶଳ ତ ଦେବର୍ଷି? ସବୁ କୁଶଳ। ଶୁଣ ଆରେ କଂସ ମୋର ଉପଦେଶ ହୋଇବ ତୋର ମଙ୍ଗଳରେ। ଶୁଣ ଆରେ କଂସ ମୋର ଉପଦେଶ ହୋଇବ ତୋର ମଙ୍ଗଳରେ। ଜାଣି ଶୁଣି ବଣା ହେଉଛୁ ଅଜଣା ପରି ମଥୁରା ଭୂପାଳରେ। ବେଣୁ ସତର୍କ ହୁଅ ଯେବେ ନେତୃ ନ ଢାଳିବୁ ଲୁହରେ। ବେଣୁ ସତର୍କ ହୁଅ ଯେବେ ନେତୃ ନ ଢାଳିବୁ ତୋହର ବୈରୀ ହୋଇଲେଣି ଏଣିକିରେ। ଅଳପ ଦିବସେ ଜନ୍ମ ହୋଇବେ ସେ କାଳେ ଯିବୁ କେଣିକିରେ। ହୋଇ ନିଶ୍ଚିନ୍ତ ତତେ ବଧିବେ କମଳା କାନ୍ତରେ। ବସୁ ହୋଇ ନିଶ୍ଚିନ୍ତ ଶୂନ୍ୟ ବାଣୀରେ ଅଧମ ସେ କେବେ ମିଥ୍ୟା ନହିବ। ଦେବକୀ ଅଷ୍ଟମ ଗର୍ଭରେ ସେହି ରହିବୁ ମିଷ୍ଟ ହୋଇବରେ। କର କଳ କୌଶଳ ନହିଲେ ପୁରିଲା ତ କାଳରେ। କର କଳ କୌଶଳ ନାରାୟଣ ନାରାୟଣ। ଆପଣ ମୋ ପ୍ରତି ଅନେକ ସୁଦୟା ଥାନ୍ତି, ମୁଁ ଭଲ ରୂପରେ ଜାଣିଛି। ବର୍ତ୍ତମାନ ଆଦେଶ ଦିଅନ୍ତୁ ଯେପରି ଅନାୟାସରେ ଦୁରାତ୍ମା ବସୁଦେବ ଆଉ ହୀନମତି ଦେବକୀର ପୁତ୍ରମାନଙ୍କୁ ମୂଳେ
ବିନାଶ କରି ନାରାୟଣ ଏ ମହାଘୋର ବିପଦରୁ ଯେପରି ରକ୍ଷା ପାଇବି। କୁହନ୍ତୁ ଦେବର୍ଷି, କୁହନ୍ତୁ। ଆହେ ମନିବର ଏଥିର ବିଚାର ସଂକ୍ଷେପି କୁହନ୍ତୁ ମତେ। ଦେବାର କଥା ତ ହେବା କାଳେ ମତ ପଦିବି ତାଙ୍କୁ କେ ମଞ୍ଜେ। ତୁମନ୍ତ୍ରଣା ବତାଇ ଦିଅନ୍ତୁ ମୋର ସଂଶୟ ପେଇଏ। ତୁମନ୍ତ୍ରଣା ବତାଇ ଏ ମହାବିପଦ ମୋର ସାଧୁ ପାଇବି ଯେପରି ରକ୍ଷା ହେ। କୁହନ୍ତୁ ସ୍ୱଚ୍ଛନ୍ଦ ପରମ ଆନନ୍ଦ ଘେନିବି ମୁଁ ସେହି ଦୀକ୍ଷା ହେ। ଆହେ ବ୍ରହ୍ମାଙ୍କ ବସି ଶ୍ରୀଚରଣେ ଟିକୁ ମାଗୁଛିଏ। ଆହେ ବ୍ରହ୍ମାଙ୍କ ବସି अहेनु पुराण आगरु बुझिन जानिली तोर मरण रे तोठारे मोहर अनेक सुदया आसीछि सेही कारण रे तोर दुर्दशा शुणी मोर नयन बहुची पानी रे तोर दुर्दशा शुणी विचारन्ति मंद देखि तोर दुष्ट पण रे किपरि विनाश होइब कंस कूट कले देव गण हे आहि रूपति मणि शुणी हृदय हेउछि हाणि हे आहि रूपति मणि सिंधु तीरे जड़ाइले खरे पृथ्वीराज सहिते तोते मारिबाकु देवकी उदरे जात हेबे नारायण रे जेते जादव कुल पुणी गोपरे गोपी गोपाल रे जेते जादव कुल रख बंदी रे भौणी भिणाई दुहिंकु अणाई बेण हूँ रख बंदी रे प्रहरी जगाई आपे सुस्थ होई रही थारी ज मंदिर रे पुणी विपदे होइबी देखारे ଓ ମହାମନ୍ତ୍ରୀ ଦେଖିଲ ତ କହିଗଲ ଦେବର୍ଷି ନାରଦ ଭକ୍ତି ମୋହର ଶତ୍ରୁ ମୁଁ ସେ ଦେବକୀ ବସୁଦେବଙ୍କୁ ଆଣି ଏ ବନ୍ଦିଶାଳରେ ଆବଦ୍ଧ କରି ରଖିବି। ଯାଅ ସେ ମନ୍ଦିର ପଟ ମୁଁ ଶୀଘ୍ର ଯାଏ।
ତେବେ କହୁଛି ଶୁଣନ୍ତୁ। ଆହେ ପ୍ରାଣନାଥ ଯାହା ଦେଖିଲି ସପନେ आए भाई आहे प्राणनाथ যাহা দেখিলে সপনে সেতিকি বেଳର শোভ নাহি মোর মনে ସେତିକି ବେଳରୁ ସୁଖ ନାହିଁ ମୋର ମନେ। ନାହିଁ ମୋର ମନେ ସେତିକି ବେଳରୁ ସୁଖ ନାହିଁ ମୋର ମନେ। ବନ୍ଦିଶାଳେ ରଖିବାକୁ କରିଛି ବିଚାର କେ ଜାଣିକି ହେବ ଭବିଷ୍ୟତ ସମାଚାର କେ ଜାଣି କେ ହେବ ଭବିଷ୍ୟତ ସମାଚାର କେ ଜାଣି କେ ହେବ ଭବିଷ୍ୟତ ସମାଚାର। ଆଗ ପ୍ରିୟ ଏଥିପାଇଁ ନକର ହାଲେଣି ରକ୍ଷା କରିବେ ଆମକୁ ପ୍ରଭୁ ଚକ୍ରପାଣି ଦୟା କରିବେ ଆମକୁ ପ୍ରଭୁ ଚକ୍ରପାଣି। ତେବେ ଜାଣିବା ଆମ୍ଭର ସେ ମଧ୍ୟ ସୁକୃତ। ତେବେ ଜାଣିବା ଆମ୍ଭର ସେ ମଧ୍ୟ ସୁକୃତ। କଂସନର ପତି
দেবকী পাপে দেবকী পাপে বস্তু দেব বর্তমান পর্যন্ত ମୁଁ ତୁମ୍ଭ ଦୁହିଁଙ୍କୁ ସ୍ୱାଧୀନତା ଦେଇଥିଲି ବର୍ତ୍ତମାନ ଆଉ ସ୍ୱାଧୀନତା ହେଇନପାରେ ଚାଲ ମୋ ପାତାଳ ନିର୍ମିତ ବନ୍ଦୀଶାଳାରେ ଆବଦ୍ଧ ହୋଇ ରହିବ ଏଠାରେ ଯେତିକି ସୁଖ ଅନୁଭବ କଲ ଏତିକି ଏଣିକି ତୁମ୍ଭ ଦୁହିଁଙ୍କ ଧର୍ମ ପାପ ହେଲା ବୋଲି ଜାଣ ଭାଇ ଆଜି ଯାଏ ତ କେଡ଼େ ସ୍ନେହ ରଖିଥିଲ ଏ ମନ୍ଦ ବୁଦ୍ଧି ତୁମକୁ କିଏ ଶିଖେଇଲା ଏହା କାହିଁକି କରୁଛ ଚୁପ୍ କର ଚାଲ ମୁଖ ପିନ୍ଧିବ ଶିକ୍ଷା ବାହାର तुमको जहाँ सुंदर दिशुछि हे पीरा किछि आपते नहीं जाए छाता कर किछि आपत्ति नहीं जाए छाता कर तेबे जानिलु आमर भाग्य जे कपाଳରେ ଅଛି ଯାହା ଅବଶ୍ୟ ଭୋଗିବୁ କାହାକୁ କାହିଁକେ ଅବା ଆମ୍ଭେ ଦୋଷ ଦେବୁ କାହାକୁ କାହିଁକି ଅବା ଆମ୍ଭେ ଦୋଷ ଦେବୁ ଚାଲ ଆଉ ବଢି ବଢି ନ କହରେ କଥା ନୀଳ ବହେ ଫେରିବି ତୁମ୍ଭ ଦୁଇ ମଥା ଜାଣୁ କି ନା ମୋ ପ୍ରତାପ ଆର ଦୃଢ଼ହୀନ ମୋ ବାଣୀକି ମାନୁଛୁ କି ଇଙ୍ଗିତର ହସ ଶୁଣଲ ଦେବକୀ କେତେ କରୁଛୁ କ୍ରନ୍ଦନ ତୋ ପତାରେ ଅଛି ଲୋଭ ଶୃଙ୍ଖଳ ବନ୍ଧନ ମହଣ ପାଷାଣ ହାତିରେ ଲଗାଇ ମୁଦା ଘରେ ରଖାଇବି ଭୂତ ଭଜା ଦେଇ আহে ভাই দেখিল মো হর কেউ রস বৃথারে কাহে পাই কি বহু হে রস वृथारे काहि पाई
কুমার জন্মিলে মহরি কুম্ভ হস্তে সমর্পিবি দেল কি পাশরি কুম্ভ হস্তে সমর্পিবি দেল কি পাশরি কহনা কহনাও এ দৈনি বাণী ভূত করি বাজে হৃদয় তোর এ কাহানি ধিক ধিক মো ভবিনী বলাউ তু যাহা গর্ভে সম্পাদিলু মত রূপ হই তাহা এথু বারি সৎগুর জননী দেহু দেব কিলো তুহি কাহিকি গো প্রিয়ে দেউছ উত্তর চাল কারাগারে বন্দী হেবা গো এথর চাল কারাগারে বন্দী হেবা গো এথর আহে বীর বর নকরি বিলম্ব নিয়ম তোহেঙ্কে যে কোন ঠাবে নেব বুঝিলি নাহি তুম্ভর খাতর বুঝিলি নাহি তুম্ভর খাতর ମୋ ପ୍ରତିଜ୍ଞା ଏଥର ଜାଣିବ ମାତର ପ୍ରହରୀ ଗଣ ଆଣରେ ପ୍ରହରୀ ଗଣ ୟାଙ୍କୁ ବାନ୍ଧି ଆଣ ଆଣରେ ପ୍ରହରୀ ଗଣ ୟାଙ୍କୁ ବାନ୍ଧି ଆଣ କାରାବାସୀର ଠିକଣା ଯିବା ହଇରାଣରେ ପ୍ରହରୀ ଗଣ ବସୁଦେବ ବନ୍ଦୀଶାଳାରେ ଆବଦ୍ଧ କରି ରଖ ଆରେ ଆରେ ବୁଢ଼ା ଉଗ୍ରସେନ ଭାଇ ଆର କିଛି ଦୋଷ ନାହିଁ ମୂଳ ସିନା ତୁହି ମୁଁ ଯାହା ହାତ ହେଇବି ତାହା ଆଜ୍ଞା ମାନିଥିବୁ ରାତ୍ର ଉଜାଗର କରି ପ୍ରହରା କରିବୁ ଏଥେକି ହେଲା କଲେ ନିଶ୍ଚୟ କାଟିବି ତୋ ଶିର ଲାଗୁ ପଛେ ପିତୃ ହତ୍ୟା ଦୋଷ ନାହିଁ ମୋର ବୀରମଣି ଯାହା ଆଜ୍ଞା କରିବୁ ଏହା ମୁଁ ନତମସ୍ତକରେ ବହନ କରିବି ତୋର ଏହି ବାକ୍ୟ ପାଳନ କରିବାକୁ ମୁଁ ଉପସ୍ଥିତ ରହିଛି ହେଲେ ଠିକ ଅଛି ମୋ ସଙ୍ଗେ ସଙ୍ଗେ ଆସ ତେବେ ଚାଲନ୍ତୁ ମହାରାଜ ଭାତ୍ର ମନ୍ତ୍ରୀଗଣ ଆଜି ମଥୁରା ନଗରୀରେ ଘୋଷଣା କରେଇ ଦିଅ
ଯେପରି ହରି ନାମ ନ ଶୁଣିବେ ପଦେ। ବ୍ରାହ୍ମଣ ବୈଷ୍ଣବ ମାନଙ୍କୁ ଚଢି ଦେଖ ଧର ମାର ସାମନ୍ତ ପଣିଆ ତାଙ୍କର ଯେପରି ରହିତ ହେବ। ଗୋରୁ ଗାଈ ମାନଙ୍କୁ କେହି ଯେପରି ନ ପସନ୍ତି। ପ୍ରହରୀଗଣ କହି ଯାଇଛନ୍ତି ମତେ ଏକାନ୍ତେ ଦେବର୍ଷି ମଥୁରା କୂଳ ମୋର ଯେତେ ବୀଜ କୂଳ ରହିଛନ୍ତି ଶ୍ରେଷ୍ଠାଚାରେ ଆପଣା ଭୁବନେ। ଏହି ବା ଭଜୁଛି ହରି କିବା ଦେବାର୍ଚ୍ଚନେ ପ୍ରସୂଛନ୍ତି ସ୍ତବ ସ୍ତୋତ୍ର ବୈକୁଣ୍ଠ ପତେଙ୍କେ। ଏହିପରି ଯେତେ ବ୍ରାହ୍ମଣ ବୈଷ୍ଣବ କହି ଆସ ସେମାନଙ୍କୁ ଆଦେଶ ମୋହର ନ କରିବ ବିଷ୍ଣୁ ପୂଜା ଧ୍ୟାନାଦି ବନ୍ଦନ ନଘେନିବ ଲଲାଟରେ ଚନ୍ଦନ ତିଳକ ନ ହେବ ଭୂଷିତ ଗଳେ ବିଷ୍ଣୁ ପ୍ରିୟମାଳ। ପ୍ରତି ଜଣେ ଜଣେ ଏହା କହିବ ବୁଝାଇ କେହୁ ନ ମାନିବ ମୋର ଆଜ୍ଞାକୁ। ହରିୟାଣ ନିଶ୍ଚୟ ତାକୁ ମୁଁ ରଖିବି ବନ୍ଦିରେ। ଶୀଘ୍ର ନକରି ବିଳମ୍ବ ଦିଆଓ ଘୋଷଣା ଅଗ୍ରେ ସାହି ସାହି ବୋଲି ହରିଦୋଷୀ ହୁଅନ୍ତୁ ସକଳ ପ୍ରଜାଏ। ବଡ଼ କପଟିଆ ଅଟେ ସେହି ଲକ୍ଷ୍ମୀ ସାହା ବଡ଼ ଅବିଶ୍ୱାସୀ ତାକୁ କେନ ଯିବେ ପ୍ରତ୍ୟ ସକଳେ ମୋହର ଚାରୋଟନ୍ତୁ ସର୍ବଦା। ମୋହି ମହାବଳେ ମହାପ୍ରତାପୀ ଏମର୍ତ୍ତେ ଚାର ହରି ନାମ ଗୋଟେ ସାମାନ୍ୟ ମୋ ପକ୍ଷେ। ଯାଅ ଶୀଘ୍ର ମୋ ଆଜ୍ଞା ପାଳନ କର। ଯେଉଁଦିନ ଏ ମଥୁରା ନଗରୀରେ ହରିନାମ ହେବ ଶୂନ୍ୟ ସେହିଦିନ ହେବ ମନ ଶାନ୍ତି ତାକେ ବି ସୁଖରେ ବହି ଶତ୍ରୁହୀନ ମୋର। ବର୍ତ୍ତମାନ ମୋର ବୀର ଶତ୍ରୁ ସେହି ନାରାୟଣ ତାକୁ ନ ବିନାଶିବା ଯାଏ ଚିତ ନୁହେଁ ସ୍ଥିର। ଯେଉଁଦିନ ମୋ ପିତା ଉଗ୍ରସେନକୁ ଏ ମଥୁରା ନଗରୀରେ ମୁଁ ପ୍ରହରୀ ପଣି ରଖାଇଛି ଦେଖୁଛି ମୋର ସମସ୍ତ କାର୍ଯ୍ୟରେ ଜୟ ଜୟକାର ହଉଛି। ସେ କୁଳାଙ୍ଗରକୁ ଏ ସିଂହାସନକୁ କି ଯୋଗ୍ୟ ତାକୁ ଯୋଉ ଯୋଗ୍ୟ କାର୍ଯ୍ୟଟି ଦେଇଛି ନା ତାହା ଯଥାର୍ଥ ହୋଇଛି। ମହାରାଜ ଉତ୍ତମ ହେଇଛି, ମହାରାଜ ଉତ୍ତମ ହେଇଛି। ଏଣିକି ଭାବୁଛି ସ୍ୱର୍ଗପୁରକୁ ଯାଇ ଇନ୍ଦ୍ରକୁ ମଧ୍ୟ ଧରି ଆଣି ତାକୁ ମଧ୍ୟ ପ୍ରହରୀ କାର୍ଯ୍ୟରେ ନିଯୁକ୍ତ କରାଇ ଆଉ ଦିଗପାଳ ଓ ଅନ୍ୟାନ୍ୟ ଦେବତା ମାନଙ୍କୁ ମୋର କୌଣସି ଗୋଟେ ସେବାରେ ଖଟାଇବି ବୋଲି ମୁଁ ମନେ ମନେ ସ୍ଥିର କରିଛି। ବିଚାର ମନ୍ଦ ନୁହେଁ ମହାରାଜ, ଅତି ଉତ୍ତମ ମହାରାଜ, ଅତି ଉତ୍ତମ। ଆସ ମନ୍ତ୍ରୀ ଚିତ୍ରଶାଳାକୁ ଯିବା ଆଉ ସଙ୍ଗୀତ ନୃତ୍ୟ ଆଦି ଅଭିନୟ କରିବା। ଆସ ମୋ ସଙ୍ଗେ ସଙ୍ଗେ ଆସ। ବିଜୟ କରନ୍ତୁ ମହାରାଜ।
ନାଥ ପ୍ରାଣନାଥ ମୋ ଉଦର ଭାରି ବ୍ୟଥା ହେଉଛି। ତୁମ୍ଭେ ଭଗବାନଙ୍କୁ ସ୍ମରଣ କର, ମୁଁ ଏଥିରୁ ତ୍ରେହୀ ଗତି ଲାଭ କରେ। ହେ ଭଗବାନ, ହେ ଦୟାମୟ, ଏ ବିପଦରୁ ରକ୍ଷା କର ପ୍ରଭୁ, ଏ ବିପଦରୁ ରକ୍ଷା କର। ଭକ୍ତତମ ବସୁଦେବ, ଭକ୍ତତମ ବସୁଦେବ, କିଛି ଚିନ୍ତା କରନା, ମୁଁ ଏଇକ୍ଷଣି ଜନ୍ମ ହେବି। ଭକ୍ତତମ ବସୁଦେବ, କିଛି ଚିନ୍ତା କରନା, ମୁଁ ଏହି କ୍ଷଣି ଜନ୍ମ ହେବି। এই তো মানব নୁହନ୍ତି, শঙ্খ চক্র গদা পদ্মধারী স্বয়ং ব্রহ্মাণ্ড নাথ। আয় ଧନ୍ୟ, ମୁଁ ଆଜି ଧନ୍ୟ ହେଲି। ତୁମଙ୍କୁ ପୁତ୍ର ରୂପେ ପାଇ ମୁଁ ଆଜି କୃତାର୍ଥ ହେଲି ପ୍ରଭୁ, କୃତାର୍ଥ ହେଲି। ଜାଣିଲି ନିଶ୍ଚୟ କେବେ ନୁହନ୍ତି ମାନବ, ଶଙ୍ଖ ଚକ୍ର ଧାରେ ଯେ ତ୍ରିଲୋକ୍ୟ ଦୁର୍ଲଭ। ଭରା ଭରା ହରିବାକୁ ହେଲେ ଅବତାର, ସୁଜନ ପାଳିବେ ଦୋଷ କରିବେ ସଂହାର। ପ୍ରଭୁ, ମୋ ପ୍ରତି ସଦୟ ହୋଇ ଏ ବନ୍ଦିଶାଳରେ ଜନ୍ମ ହେଲ ଯେ ତୁମ୍ଭଙ୍କୁ ସମ୍ଭାଳିବାକୁ ମୁଁ କି ସମର୍ଥ ପ୍ରଭୁ। ତୁମକୁ ସମ୍ଭାଳିବାକୁ ମୁଁ କି ସମର୍ଥ, ଜାଣିଲେ ଦୁଷ୍ଟ ରାକ୍ଷସ କରିବ ଅନର୍ଥ। ଜାଣିଲେ ଦୁଷ୍ଟ ରାକ୍ଷସ କରିବ ନିଷ୍ଠ। ନରେ କଳା ନିଧି ଉଦୟ ହୋଇଲେ, ତାକୁ ଲୁଚାଇ ହୁଏ ଭଦ୍ର ଉହାଇଲେ। ତୁହି ରକ୍ଷା କର କଲି ମୁଁ ଗୋଚର, ଜଗତ ନାଥଙ୍କ ସେବା ଅଛି ଅଗୋଚର। ଜଗତ ନାଥଙ୍କୁ କିବା ଅଛି ଅଗୋଚର।
ଭକ୍ତବର ତୁମ୍ଭେ ତ ମୋର ପିତା ହେଲଣି। କିଛି ସଂଶୟ ନ କରି ଅବିଳମ୍ବେ ମୋତେ ଗୋପପୁରକୁ ନେଇଯାଅ। ସେଇଠାରେ ନନ୍ଦ ମନ୍ଦିରରେ ଅମ୍ବିକା ଜନ୍ମଗ୍ରହଣ କଲେଣି। ମୋତେ ଯଶୋଦାଙ୍କ କୋଳରେ ରଖିଦେଇ ସେହି ସଦ୍ୟ ପ୍ରସୂତା ବିଜୁଳି କନ୍ୟାଟିକୁ ଆଣି ମୋ ସୌଭାଗ୍ୟବତୀ ଜନନୀ ଦେବକୀଙ୍କ କୋଳରେ ରଖିଦିଅ। ଯାଅ ପିତା, ମୋ କହିବା ଅନୁସାରେ ତୁମ୍ଭ ଚରଣରୁ ଶୃଙ୍ଖଳ ଫିଟିଯାଉ। କେତେ ଦିନଟି ମୋ ଅପୂର୍ବ ସୁକୁମାରଟି ପାଇଛି। କୁଆଡ଼େ ନେଇ ଯାଉଛ? ମୋ କୋଳରୁ ଛଡ଼େଇ କୁଆଡ଼େ ଖେନି ଯିବାକୁ ବାହାରିଛ? ନା ନା ନା, ଏ ପରା ପୁଅକୁ ମୁଁ କୋଳ ଶୂନ୍ୟ କରିବାକୁ ଦେବି ନାହିଁ। ଯାହା ଇଚ୍ଛା ତାହା କରୁ ପଛେ ସେ ରାକ୍ଷସ କଂସ, ମୁଁ ଏ ନୀଳମଣି ନୀଳ ପିତୁଳାଟିକୁ କୋଳ ଶୂନ୍ୟ କରିବାକୁ ଦେବି ନାହିଁ। ଭକ୍ତିମତୀ ଜନନୀ, ମୁଁ ସ୍ୱୟଂ ବ୍ରହ୍ମାଣ୍ଡନାଥ ଆଜି ଏହି ବନ୍ଦୀଶାଳାରେ ତୁମ୍ଭ ପୁତ୍ର ରୂପେ ଜନ୍ମଗ୍ରହଣ କରିଛି। ତୁମ୍ଭରି ନିମନ୍ତେ ମୋର ଏ ମର୍ତ୍ତ୍ୟକୁ ଆସିବାର ଯଦି ବିଶ୍ୱାସ ନ କରୁଛ, ତେବେ ଦେଖ ମୋର ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ ଶୋଭିତ ଚତୁର୍ଭୁଜ ତେଜ। ଆହା, কি অপূর্ব সুন্দর বিগ্রহ! হে ভগবান, এ দিনহীন প্রতি তুম্ভর কি অসীম দয়া সতে। প্রাণনাথ, যাও তেবে এহাঙ্কু নিরাপদরে নন্দ রাজা ঘরে রখি আস। ঠিক আছে, ଏବେ ମୁଁ ଯାଉଛି। হরি বল হরি বল হরি বস্তি वाले होशियार, প্রবল প্রতাপী কংস মহারাজাଙ୍କ আদেশ, নগরবাসী সাবধান। বস্তি वाले होशियार, প্রবল প্রতাপী কংস মহারাজাଙ୍କ আদেশ, নগরবাসী সাবধান সাবধান। ଇଆଡ଼େ କିଏ ଗୋଟେ କଣ ଆସୁଛି ତ? ଆରେ କିଏ ରେ? କିଏ ତୁ? ଏ ଅନ୍ଧାର ନିଶାଟାରେ କୁଆଡ଼େ ଯାଉଛୁ? ତୁ ଚୋର ନା ଡକାୟତ? ରହ ସେଇଠି ରହ। ଆରେ କାହିଁ ରେ ତୁ ଚୋର ଏ ଘୋର ଅନ୍ଧାର ନିଶାରେ ଯାଉଛୁ କାହିଁ ରେ? প্রতাপী প্রচণ্ড নৃপতি দ্রুদণ্ড দণ্ডকু তো ভয় নাহি রে। তোর এড়িকি সাহস জাণু জাণু পান করু বিষরে। তোর এড়িকি সাহস। আরে কোন মারি আছো? র র সাইড র।
ଆରେ ଅନ୍ଧାର ନିଶାଟାରେ କଣ ନେଇ ପଳଉଛୁ? ତୋତେ ତୁହି ରକ୍ଷା କର ପ୍ରଭୁ, ମୁଁ ଛାର ମନୁଷ୍ୟ ମାତ୍ର, ଦୟା ସାଗର ଅତି ଦିନହୀନ, ଏ ନିରକ୍ଷ ପ୍ରାଣୀଙ୍କି ଏ ଘର କଷଣରୁ ପାରି କର ପ୍ରଭୁ, ପାରି କର। ମୁଁ ଚୋର ନୁହେଁ, ମୋ କଥା କିଞ୍ଚିତ ମାତ୍ର ଶ୍ରବଣ କର ଅଗ୍ରେସନ, ମୋ କଥା କିଞ୍ଚିତ ମାତ୍ର ଶ୍ରବଣ କର। ଦେଖ ମୁଁ ବସୁଦେବ। ଉଗ୍ରସେନ ମୋର ଏ ବଚନ କିଞ୍ଚିତ ଶୁଣିମା ହେଉ ହେ, ନୁହଇ ମୁଁ ଚୋର ନେଉଛି କୁମାର, ପ୍ରକାଶନ କର ଆଉ ହେ, ଗୋପପୁରେ ରଖେ କରେ, ଏହି କ୍ଷଣି ଆସିବି ମୁଁ ଫେରେ, ଗୋପପୁରେ ରଖି କରେ। ଯିବି ଫେରି হে ଗୋପପୁରେ ରଖି କରି। ମୁଁ ତ ବଡ଼ ବିଷମ ସମସ୍ୟାରେ ପଡ଼ିଲି। ଏ କଥା ଯେବେ ଦୁଷ୍ଟ କଂସ ଜାଣେ, ତେବେ ମୋର କି ଗତି ରହିବ? ମୋ କଥା ତ ସରିବ, ମୋ ବଂଶ ନିପାତ ହେବ। ଉଗ୍ରସେନ, କିଛି ଚିନ୍ତା କର ନାହିଁ, ମୁଁ ଗୁପ୍ତ ଭାବରେ ଯିବି, କେହି ଏହା ଜାଣିପାରିବେ ନାହିଁ। ହେ ବୀର, ମୁଁ ପ୍ରାର୍ଥନା କରୁଛି, ଏ ବାଳକଟି ତୁମ୍ଭ ଆମ୍ଭ ଦୁଇ କୂଳକୁ ଯେପରି ଶଙ୍ଖାଳିଟିଏ ହୋଇଥାଉ। ଏବେ ଏବେ ମୋତେ ପଥ ଛାଡ଼ିଦିଅ ଅଗ୍ରସେନ, ମୁଁ ଶୀଘ୍ର ଏଠାରୁ ଚାଲିଯିବି। କାଳେ ଏକଥା ଯେବେ ପ୍ରଘଟ ହୁଏ, ତାହେଲେ ତୁମ୍ଭ ଆମ୍ଭ ଦୁଇ କଳ ଏଇଠାରେ ଶେଷ, ନାତି ଆଡୁ ବଂଶ ନିପାତ ହେବ। ଭକ୍ତତମ ଉଗ୍ରସେନ, କିଛି ଚହଳା କରୁନା। ମୁଁ ସ୍ୱୟଂ ଭଗବାନ ବସୁଦେବ ମୋତେ ନନ୍ଦ ପବନକୁ ନେଇ ଯାଉଛନ୍ତି, ତୁମ୍ଭେ ବାଧା ଦିଅ ନା, ପଥ ଛାଡ଼ି ଦିଅ। ସେ ନନ୍ଦ ଆଳୟରେ 8 ବର୍ଷ ପର୍ଯ୍ୟନ୍ତ ଗୁପ୍ତରେ ରହି ନାନା ଲୀଳାଖେଳା କରିବି। 8ମ ବର୍ଷ ମଧ୍ୟରେ ମଥୁରାପୁରକୁ ଆସି ଦୁରାତ୍ମା କଂସକୁ ବିନାଶ କରିବି। ସେତେବେଳେ ତୁମଙ୍କୁ ନିଜର ଅଧିକାର ପ୍ରଦାନ କରିବି ଓ ଧରାଭାରା ହରଣ କରି ଦେବତାମାନଙ୍କୁ ଆନନ୍ଦିତ କରାଇବି। ଯେବେ ତୁମ୍ଭର ଏଥିରେ ଅବିଶ୍ୱାସ ହୁଏ, ତେବେ ମୁଁ ବସୁଦେବଙ୍କ କୋଳରେ ଥାଇ ତୁମଙ୍କୁ ବିଶ୍ୱାସ ଜନ୍ମାଉଛି। ଦେଖ ମୋର ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ। ଧନ୍ୟ 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 ହେଲେ ପ୍ରଭୁ, ନିସ୍ତରିଲି ନିସ୍ତରିଲି, ସ୍ୱୟଂ ପୂର୍ବ ବାଳକର ପାଉ ଶଙ୍ଖ ଚକ୍ର ଗଦା ପଦ୍ମ ଦେଖି କୃତାର୍ଥ ହେଲି। ଆରେ ଏ ଅଧମ ପ୍ରତି ଏହି କୃପା ରହିଥାଉ ପ୍ରଭୁ। ଆଚ୍ଛା ବସୁଦେବ, ମୁଁ ତୁମକୁ ପଥ ଛାଡ଼ିଦେଲି, ଅବିଳମ୍ବେ ମନ ଅଭିଳାଷ ପୂର୍ଣ୍ଣ କର। ହରି ଓ ବଡ଼ ସଙ୍କଟ ସ୍ଥଳ, କେମନ୍ତେ କେଉଁ ପ୍ରକାରେ ମୁଁ ଏ ଯମୁନା ନଦୀ ପାରି ହେବି? ଦେଖୁଛି ଯମୁନା ନଦୀ ବଢୁଛି ପ୍ରଖର, ସହଜେ
সহজে যমুনা নদী অত্যন্ত প্রখর রজনী পাহিব যে নিশ্চয় মরিবি রজনী পাহিব দেবে নিশ্চয় মরিবি রখ হে জগতনাথ প্রভু জনার্দন তোতে তুই রক্ষা কর নাহি মো শরণ তোতে তুই রক্ষা কর নাহি ମୋ ଶରଣ। ମୁଁ ଏତେ ଭାବିବା ବୃଥା ଯେଉଁ ଭଗବାନଙ୍କୁ କୋଳରେ ଧରିଛି ସେ ତ ଅବଶ୍ୟ ତାର ସୁବିଚାର କରିବେ। ମୁଁ ଡରୁଛି କାହାକୁ? ଯଦି ଏ ଯମୁନାର ବଢ଼ି ଜଳରେ ମୁଁ ଭାସିଯିବି ତେବେ ଭଗବାନ ମଧ୍ୟ ଭାସିଯିବେ। ଯାଆନ୍ତୁ ମୋତେ ଅଧିକ ଜଳରେ ଭସେଇ ଦେଇ ଯଦି ନିଜେ ଭାସିଯିବେ ଯାଆନ୍ତୁ। ନା ନା ମୁଁ ଏବେ ଜଳରେ ପଶି ଦେଖେଁ ଜଳ କେତେ ହେଉଛି। ହାୟ କି ଦୁର୍ଦ୍ଦଶା ଘଟିଲା ହେ ଭଗବାନ କେଡ଼େ ଭରସା ଦେଇଥିଲ ପ୍ରଭୁ ଏ ଜଳ ଭିତରୁ କୁଆଡ଼େ ଚାଲିଗଲ ପ୍ରଭୁ କୁଆଡ଼େ ଚାଲିଗଲ। ହାୟ ହାୟ ପାପୀ ଜୀବନ କାହିଁକି କାହିଁକି ଆଉ ବଞ୍ଚିବି ପ୍ରଭୁ କାହିଁକି ଆଉ ବଞ୍ଚିବି କେଡ଼େ ଭରସା ଦେଇ तुम्हारे संगे संगे मोर प्राण चली जाऊ चली जाऊ चली ଦେବ ବସୁଦେବ ଏ କ'ଣ କରୁଛ? ନିଅ ନିଅ ତୁମ୍ଭ ଛୋଟ ପୁତ୍ରଟିକୁ ନିଅ। ମୁଁ ନିଜେ ଯମୁନା ତୁମ୍ଭ ହସ୍ତରୁ ଶିଶୁ ଭଗବାନଙ୍କୁ ଆଲିଙ୍ଗନ କରି ପାଖୁ ଛଡ଼େଇ ନେଇଥିଲି। ଏବେ ମୋ ମନୋରଥ ପୂର୍ଣ୍ଣ ହେଲା। ତୁମ୍ଭେ ନେଇ ମନୋରଥ ପୂର୍ଣ୍ଣ କର। ଏଇ ବାଳି ବନ୍ଧା ବନ୍ଧ ରୂପେ ମୋ ବୃକ୍ଷ ଦେଶକୁ ବଢ଼େଇ ଦେଲି। ଏଇ ବାଟେ ଯାଅ, ଜଳ ମୋ ତୁମ୍ଭକୁ କୋଠି କୋଠୁ କମ୍ ହେବ। କିଛି ଭୟ କରନି, ନିର୍ବିଘ୍ନରେ ଏହି ପଥ ଦେଇ ଆନନ୍ଦରେ ଯାଅ। हरि बोल हरि बोल हरि बोल। ଏବେ ତ ଉତ୍ତମ ସମୟ ହୋଇଛି। ଗୋକୁଳରେ ବର୍ତ୍ତମାନ ସମସ୍ତେ ନିଦ୍ରାଗତ। ଯଶୋମତୀ ରାଣୀ ମଧ୍ୟ କନ୍ୟାଟିକୁ ପ୍ରସବ କରି ଅଚେତନ ଅବସ୍ଥାରେ ପଡ଼ିଅଛନ୍ତି। ଯାଉଛି ଏ ପୁତ୍ରଟିକୁ ତାଙ୍କ କୋଳେ ଶୁଆଇ କନ୍ୟା ଶିଶୁଟିକୁ ଘେନି ଶୀଘ୍ର ଏଠାରୁ ଚାଲିଯିବି। କାଳେ ବିଳମ୍ବ କଲେ କିଛି ବିପଦ ପଡ଼ିବାର ଆଶଙ୍କା ଅଛି। ଯାଏଁ ଶୀଘ୍ର।
ମୋ କୋଳରେ ଜନ୍ମ ହେଇ କେଉଁ ଆଡ଼େ ଗଲ? ମୋ ପ୍ରାଣେଶ୍ୱର ତୁମକୁ କେଉଁଠାକୁ ନେଇ ଚାଲିଗଲେ? ହାୟ, ମୁଁ ତୁମକୁ ଏତେ କାଳରେ ପୁତ୍ର ରୂପେ ପାଇଥିଲି। ଏହି ବନ୍ଦିଶାଳରେ ମୋତେ ଶଙ୍ଖ ଚକ୍ର ଦେଖାଇ କୁଆଡ଼େ ଅନ୍ତର୍ଧ୍ୟାନ ହେଲ? ପ୍ରଭୁ ହେ, ମୋର କ'ଣ ଦୁର୍ଦ୍ଦଶା ଯିବ ନାହିଁ? ଦୟାମୟ, ଏ ବିପଦରୁ ମୋତେ ରକ୍ଷା କର। ଯଦି ଯଦି ଭକ୍ତମାନଙ୍କ ଦୁଃଖ ଦେଖି ଅବତାର ଗ୍ରହଣ କଲ, ତେବେ ଆଉ ବିଳମ୍ବ କାହିଁକି? ଶୀଘ୍ର ରାକ୍ଷସର ଦର୍ପହରଣ କର। ମୁଁ ଦୁଃଖ ପାଏ ପଛେ, ଆଉ ତୁମ୍ଭର ଭକ୍ତମାନେ ସୁଖରେ ରହନ୍ତୁ। ପ୍ରଭୁ, ସୁଖରେ ରହନ୍ତୁ। ପ୍ରିୟ, ଆଉ ଅନୁତାପ କର ନାହିଁ। ନିଅ, ଏ କନ୍ୟା ଶିଶୁଟିକୁ କୋଳରେ ଧର। ନାଥ, ମୋ ଇନ୍ଦ୍ର ନୀଳମଣି କାନ୍ତି ପୁତ୍ରଟିକୁ କେଉଁ ରାଜ୍ୟରେ ଛାଡ଼ି ଦେଇ ଆସିଲ? ଆହା, ଆଉ ଟିକିଏ ହେଲେ ସେହି ନୀଳମୂରତି କି ଆଖି ପୁରେଇ ଦେଖିଥାନ୍ତି। दरमा मासकु कते 10,000 আর সেটি ডিউটি না করি মু কতে ডিউটি করছি জানছো বুঝছো মু কতে আরে শুনিলো জানলো না কিছু নাই মু কহি দউছি দেখো পহলারু পত্রা বালি ডালু বালি ওইলা বালি ডুমরি বালি জাম বালি কাঁঢ বালি মনু বালি আউ কেতে বালি দেখব দেখো এটা গুটে কোন পড়িগলা সেটি ধরতো ধরতো বদমাস এমতি ভুল কাম করব নাই না, 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 ঘর না। আদেশ পড়িছি ডিউটি করবা লাই চলো চলো আসো বাবুতে নিনিটা কি বাবুতে বাবুতে ডিউটি করো দেখো ভাল ভাবে দেখো চলো ପ୍ରାଣନାଥ, ଏହି ଦେଖ ପ୍ରହରୀ ମାନେ ଦୁଷ୍ଟ କଂସ ଆଗରେ ଏ ସମ୍ବାଦ ଜଣେଇବାକୁ ଗଲେଣି। ହାୟ ହାୟ, ମୁଁ କି ବୁଦ୍ଧି କରିବି? ପ୍ରିୟ, ନାଥ, କିଛି ଚିନ୍ତା କର ନାହିଁ। ଆସୁ ଆସୁ ସେ ଦୁରାଚାରୀ ପାପିଷ୍ଠ କଂସ ଆସୁ। ଭୟ କର ନାହିଁ ପ୍ରିୟ। ସବୁବେଳେ ଶ୍ରୀହରିଙ୍କୁ ମନେ ମନେ ଚିନ୍ତା କର। ଭଗବାନ ଅବଶ୍ୟ ଆମର ଗୁହାରି ଶୁଣିବେ। ହେ ଭଗବାନ, ହେ ଭଗବାନ,
দেখো দেখো নাথ দেবকী গর্জন তর্জন করি দেবকী এটাକୁ ମାଡ଼ି ଆସୁଛି ଦେଖ দেবকী এও হরি রক্ষা করিব তোতে আজি এ অষ্টম গর্ভ সন্তান হচ্ছে ওর পরম শত্রু এ শিশুকে ও হস্তরে সমর্পণ করে দে এ শিশুকে বিনাশ কলে ওর শান্তি অছে আরে দেখ কହୁଛି এ শিশুকে ମୋ ହସ୍ତରେ ସମର୍ପଣ କରି ଦେ আরে ছাড় কହୁଛି ଭାଇ ଭାଇ ଦୟା କର ଏ ପୁତ୍ର ନୁହେଁ କୁମାରୀଟି ଜନ୍ମିଛି ଏହାକୁ ଅକାରଣେ ବିନାଶ କର ନାହିଁ না দয়াবহ হে দয়াবহ হে এ তো বই ধর याकु तुम्भ पुत्रे देवी शुभे विभा कराइबी एम सत्य हे मो सत्य हे शरण पशुछि रख भ्रात দয়াবহ হে দয়াবহ হে শরণ পশুছি দয়াবহ আহুম বয়স নাহি তুমর পাইবি কাহি দেখুথিবি হে দেখুথিবি হে সকল সংশয় উপেক্ষিবি দেখুথিবি হে দেখুথিবি হে সকল সংশয় উপেক্ষিবি কেতে দেলু গর্ভ কষ্ট পড়ু মনিল ভব পেট ঘেনা কর হে ঘেনা কর হে দয়া বহি এহা উন মার দয়াবহ হে দয়াবহ হে দয়াবহি এহা কুন
କାଳ କଣ୍ଟକ ଏ ଶିଶୁକୁ ବିନାଶ କଲେ ହିଁ ମୋର ଶାନ୍ତି ଅଛି। ଏ କହୁଛି ଆରେ ଛାଡ କହୁଛି ଏ ଶିଶୁକୁ ମୁଁ ବିନାଶ କଲେ ମୋର ଶାନ୍ତି ଅଛି। ସେ କନ୍ୟା ହେଉ ବା ପୁତ୍ର ହେଉ କଣ କଲୁ ହାୟ ପାପିଷ୍ଟ କଣ କଲୁ ମୋ ହାତରୁ କନ୍ୟା ଟିକେ ଛଡେଇ ଘେନି ଗଲୁ। ହାୟ ରେ ଦୈବ ଶୋକ କର ନା ପ୍ରିୟ। ତୋର ଦୁରାଶାର ପାପିଷ୍ଟ ବଂଶ ଯାହା ଇଚ୍ଛା ତାହା କରୁ। ଦମ୍ଭଧର ତୋର ଭ୍ରାତା ମାନେ ଏହି ଶିଳାରେ ଶରଣ ନେଇଛନ୍ତି। ଏହାରି ଶରଣ ନେ। अरे अरे दुराचारी पापिष्ट कंस तू मत मारिबा को एपरि साध्य काहे तोर। अरे अज्ञान पामर न जानू तू किछि जे तोर बैरी सेई नंद घरे अछि। देवकी वसुदेव को बंदी घरू फेरी दंतरे तीरण धरी पाद तले पड़ी यहाँ तू न कले नित्य मलुटी असुर रखी थाओ मने ही बचन मोहर। हेलो अग्निदेव की प्रियतम वसुदेव मोह कारणे तुम्भ प्रति अन्याय आचरण करिछि। मो जन्मित भणजा मानको मु बोध करी पकाइली। मु तो सहजे अकुर प्रकृतिर मानवटाए धर्म कर्म कण किछि जानी पारु नाही। हे वसुदेव तुमे तो परम धार्मिक अट मोर समस्त दोष क्षमा कर। आस तुम्भ दुहिंकु ए शिकुली बंधनरु मु मुक्त करी दउछि। आस मो संगे आस तुम्भ दुहिंकु उत्तम अट्टालिकाटिए प्रदान करिबी तहिरे तुमे परम आनंदरे लाभ करिबो। ହାୟ ଏତେ ଦିନେ ତୁମ୍ଭର ସୁବୁଦ୍ଧି ହେଲା ଏତେ ଦିନେ ତୁମ୍ଭର ବିବେକ ଉଦୟ ହେଲା। ବୀର ତୁମ୍ଭର କିଛି ଦୋଷ ନାହିଁ। ଏହା ଆମ୍ଭର ପୂର୍ବାଜିତ କର୍ମଫଳ। ଅନୁତାପ କରିବାର କୌଣସି ଆବଶ୍ୟକ ନାହିଁ। ଯାହା ଭାଗ୍ୟରେ ଅଛି ତାହା ଫଳିବ ଅବଶ୍ୟ। आस मो संगे संगे तुम्भ दुहिंकु उत्तम अट्टालिकाटिए प्रदान करिबी। आस भगिनी आस वसुदेव आस।